ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗଡ଼ପରଜଙ୍ଗ ପଞ୍ଚାୟତର ଗଣ୍ଡଦଇଲା ଗ୍ରାମର ଆଦିବାସୀ ମହିଳାମାନେ ନିଜ ସ୍ୱ ଅର୍ଥରେ ଏକ ପୋଖରୀ ଖୋଳି ମାଛ ଚାଷ କରିଆସୁଛନ୍ତି। 26 ତାରିଖ ଶନିବାର ଦିନ ହରିଜନ ସାହିର 3 ଜଣ ଯୁବକ ବୀର ନାୟକ ପିତା ବବୁରୁ ନାୟକ, ଅରୁଣ ନାୟକ ପିତା ଅଜୟ ନାୟକ, ବାଦଲ ନାୟକ ପିତା ଅଲେଖ ନାୟକ ଉକ୍ତ ପୋଖରୀରେ ଜାଲ ପକାଇ ମାଛ ମାରୁଥିବା ସମୟରେ ସେହି ସାହିର ଜଣେ ବ୍ୟକ୍ତି ଚକ୍ରଧର ନାୟକ ସେମାନଙ୍କୁ ଦେଖି ସଂଘର ମହିଳାମାନଙ୍କୁ ଡାକିଥିଲେ। ମହିଳାମାନେ ସେମାନଙ୍କୁ ଅଟକାଇବାରୁ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ବମ୍ ପକାଇ ସେମାନଙ୍କ ଘର ଉଡ଼ାଇଦେବେ ବୋଲି ଧମକ ଦେଇ ସେଠାରୁ ପଳାଇଥିଲେ। ଗ୍ରାମର ମହିଳାମାନେ ଭୟଭୀତ ହୋଇ ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗକୁ 2 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିଲେ। ପୁନଶ୍ଚ ଗ୍ରାମର ମହିଳାମାନେ ଥାନାକୁ କେସ୍ ଦାୟିତ୍ୱ ନେଇଥିବା ସ୍ୱାଇଁବାବୁଙ୍କୁ ପଚାରିବାରୁ ସେ ସେମାନଙ୍କୁ କଟୁ କଥା କହି ଅପମାନିତ କରି ତଡ଼ିଥିଲେ। ମହିଳାମାନେ ସେଠାରୁ ନ୍ୟାୟ ନ ପାଇ ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। जहाँ भाषा कहबार आम थाना को गलु थाना वाला आम कथा कहीं बुझिले से भाग सब कर आमको गेट आउट करदे मैंने कौन से नाच खाई नाच खाଇବା जो आमको भाग सब करदे से थाना पुलिस कौन पाए से न्याय देवाई पुलिस जंगल तैला कलेक्टर अफिस आम साईर बंध 2टा पोखरी 2 पटे करूँ से 2 पटर 3 जन युवक आम बंधरे दिन 2 साढ़े 1 बेलू बंधरे पशि फासी जाल टाणी माछ धरुथुलु। वीर नायक, बादल नायक, अरु नायक ताकू आम साईर पुरुष जड़े चक्रधर बेहेरा ताकू देखी आम महिला संघ को डाकिले जेहेतु सी डाकिले सी फासी जाल उठेले तापरे आम थाना को गलु कमिटी नंबर सब थाना को गलु थाना आम कथा किसी बुझिले ना कहले तुम्हें कुआड़े आसीच तुमको किए डाकी कौन पाई आसीच तुम तापरे बुझिले ना तापरे आम सबू हेठू पलि आसिलु कलेक्टर न्याय पाइबू बोली आसी।